ଏବେ କେହି ଜଣେ ମତେ ପ୍ରଶ୍ନ ପଚାରୁଥିଲେ, କହିଲେ ପ୍ରଭୁଜୀ ବୈଷ୍ଣବ ମାନେ କଣ ମନ ଦୁଃଖ କରନ୍ତି ନାହିଁ, ତାଙ୍କ ଆଖିରୁ କଣ କେବେ ଲୁହ ବହେ ନା? ମୁଁ କହିଲି ଆରେ ଭାଇ, ବୈଷ୍ଣବ ମାନେ ଯେତେବେଳେ ଲୁହ ଗଡାନ୍ତି ନା ସେତେବେଳେ ସାଗର ତିଆରି ହେଇଯାଏ। କିଏ କହିଲା ବୈଷ୍ଣବ ମାନେ କାନ୍ଦନ୍ତିନି? କିଏ କହିଲା ବୈଷ୍ଣବ ମାନେ ମନ ଦୁଃଖ କରନ୍ତିନି? କିନ୍ତୁ ଆମେ ସଂସାରୀ ଲୋକମାନେ ଯେଭଳି ଆମର ପୁତ୍ର ପୌତ୍ରୀ ପାଇଁ ଆମେ ମନ ଦୁଃଖ କରୁଛେ, ସେମାନେ ସେଥିପାଇଁ ମନ ଦୁଃଖ କରନ୍ତିନି। ସେମାନେ ମନ ଦୁଃଖ କରନ୍ତି ଆମ ଭଳି ଅଭାଗା ଜୀବମାନଙ୍କୁ ଦେଖି। ସେମାନେ କାନ୍ଦନ୍ତି ଯେତେବେଳେ ଭଗବାନଙ୍କର କୃପାକୁ ଦେଖନ୍ତି, ଭଗବାନଙ୍କର କରୁଣାକୁ ଦେଖନ୍ତି, ଭଗବାନଙ୍କର ମହନୀୟତାକୁ ଦେଖନ୍ତି, ଭଗବାନଙ୍କର ପତିତ ପାବନ ଗୁଣକୁ ଦେଖନ୍ତି, ସେତେବେଳେ ସେମାନେ କାନ୍ଦନ୍ତି। ମୋ ପରି ଅଧମ ପ୍ରଭୁ ନା ପାଇବେ ଆର। କିଏ କହିଲା ବୈଷ୍ଣବ ମାନେ କାନ୍ଦନ୍ତିନି? ଆଉ ବୈଷ୍ଣବ ମାନେ ଯେତେବେଳେ କାନ୍ଦନ୍ତି ନା, ତାର ଲୁହର ସୀମା ରହେନି। ଯେମିତି ଚୈତନ୍ୟ ମହାପ୍ରଭୁ ଯେତେବେଳେ କାନ୍ଦୁଥିଲେ ରଥ ଆଗରେ ଠିଆ ହେଇକି, ସେତେବେଳେ ପିଚିକାରି ଭଳିଆ ଲୁହ ତାଙ୍କ ଆଖିରୁ ନିର୍ଗତ ହଉଥିଲା, ପିଚିକାରି ଭଳିଆ। ସେମିତି କିଏ କାନ୍ଦି ପାରିବେନି ଏ ଜଗତରେ? ଭଗବାନ ଯେତିକି, ଚୈତନ୍ୟ ମହାପ୍ରଭୁ ଯେତିକି ପୀଡ଼ିତ ଥିଲେ କୃଷ୍ଣ ବିରହରେ, ଏ ଜଗତରେ ସେମିତି ପୀଡ଼ା କିଏ କେବେ ପାଇନାହାନ୍ତି ଏ ଭୌତିକ ଜଗତରେ। ସେଥିପାଇଁ ଭକ୍ତି ସବୁଠାରୁ ହାୟର ଟେଷ୍ଟ ଦିଏ। ଦୁଃଖ ସୁଖ ଆନନ୍ଦ ସବୁ ଜିନିଷର ହାୟର ଟେଷ୍ଟ ଭକ୍ତିରେ ମିଳେ।